हेलो डियर वेलकम 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 रीनाज हैप्पी लाइफ को मो चैनल रे मु आपण मानकु स्वागत करूची बहुत स्वागत करूची देखंतु माँ माने आपण जदि कोनोसी कैरियर पई आपण बहुत चिंतित अछंती आपणकर जॉब पई चिंतित अछंती आपणकर बिजनेस पई चिंतित अछंती आपण गोटे ग्रोथ करबा को चाहउछंती ता पई चिंतित अछंती तले आज मु बहुत सुंदर कथा आज आपण मानकु कहबा को आसीची जदि आपणकर बिजनेस आपणकर चाकरी ଆପଣଙ୍କର ଯେକୌଣସି ଆପଣଙ୍କ କ୍ୟାରିୟରରେ ଗ୍ରୋଥ୍ କରିବାକୁ ଚାହୁଁଛନ୍ତି, ଭଲ କରିବାକୁ ଚାହୁଁଛନ୍ତି, ଭଲ କମ୍ପାନୀରେ ଚାକିରି କରିବାକୁ ଚାହୁଁଛନ୍ତି, ଗଭର୍ଣ୍ଣମେଣ୍ଟ ଜବ୍ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ମନ ଦେଇକି ମୋ କଥା ପୁରା ଭିଡ଼ିଓଟା ଶୁଣନ୍ତୁ। କ'ଣ କରିବେ ତା ପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ତା ପାଇଁ ଆପଣଙ୍କୁ ଆପଣଙ୍କର ଥିଙ୍କିଂ ପ୍ୟାଟର୍ନକୁ ଚେଞ୍ଜ କରିବାକୁ ପଡ଼ିବ। ଆପଣଙ୍କ ପାଟିକୁ କଣ୍ଟ୍ରୋଲ କରିବାକୁ ପଡ଼ିବ, ପାଟିକୁ ବନ୍ଦ କରିବାକୁ ପଡ଼ିବ। ଯେତେ ଦୂର ପାରିବେ ମୌନ ବ୍ରତ କରିବାକୁ ରଖିବାକୁ ପଡ଼ିବ। ମୌନ ବ୍ରତ କାହିଁକି ରଖିବା ନା ଆମେ ଯୋଉ ଭାଷାଟା କହୁ ଯୋଉ ଶବ୍ଦଟା କହୁ ସେଇଟା କ'ଣ ହୁଏ ନା ଆମର ମ୍ୟାନିଫେଷ୍ଟ ହୁଏ, ସେଇଟା ହିଁ ଆମର ମ୍ୟାନିଫେଷ୍ଟ ହୁଏ। ଆମେ ଦେଖିବା ଆମେ କ'ଣ ସିଚୁଏସନ୍ ଏବେ ଅଛି। ଯଦି ଆପଣଙ୍କର ଚାକିରି କୋଉଠୁ କରିଥିଲେ ସେଠୁ ବାହାରି ଆସିଛନ୍ତି କିମ୍ବା କୌଣସି ଗୋଟେ ବିଜନେସ୍ କରୁଛନ୍ତି ସେଥିରେ ଗ୍ରୋଥ ଡେରି ହଉଛି, ଗ୍ରୋଥ ଆହୁରି ଅଧିକା କରିବାକୁ ଚାହୁଁଛନ୍ତି। ଆଗରୁ ଗ୍ରୋଥ ହଉଥିଲା, ବହୁତ ବହୁତ ଫାର୍ମ ହାଉସ୍ ସେ କରିଥିଲେ, କିନ୍ତୁ ଏବେ ସେଇଟାକୁ ସେଥିରୁ ପଇସା ଇନକମ୍ ହବା ଟିକେ ବନ୍ଦ ହେଇଯାଇଛି। କିଛି ନା କିଛି ଯଦି ଆପଣ ସେଥିରୁ ମାନେ ନେଗେଟିଭ୍ ପ୍ୟାଟର୍ନ ଅଛନ୍ତି ଆଉ ଗ୍ରୋଥ କରିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମ ଫାଷ୍ଟ ଷ୍ଟେପ୍ ହେଲା ଆପଣ ଏବେକା ଯୋଉ ସିଚୁଏସନକୁ ଆପଣ ମାନେ କଥା କହିବା ଗପିବା ବନ୍ଦ କରିଦିଅନ୍ତୁ। ସେଇଟା ହେଲା ମେନ୍ କଥା। ଚେଷ୍ଟା କରନ୍ତୁ ସେଇ ଯୋଉ ସିଚୁଏସନକୁ କେମିତି ଆପଣ ଭଲ କରିବେ। ଆଜି ବହୁତ ଇମ୍ପୋର୍ଟାଣ୍ଟ କଥା କହିବି, ଯେମିତିକା ବି ସିଚୁଏସନ ଅଛି, ଯେମିତିକା ବି ପରିସ୍ଥିତି ଅଛି, ପିଲାମାନେ କି ମୋର ଯୋଉ ଷ୍ଟୁଡେଣ୍ଟ ମାନେ ଏଇ ପ୍ରୋସେସରେ ସେମାନେ ବହୁତ ବଡ଼ ବଡ଼ ନେଗେଟିଭ୍ ସିଚୁଏସନରୁ ବାହାରିକି ବହୁତ ଭଲରେ ଅଛନ୍ତି। ଏକ ନମ୍ବର ହେଲା ଆପଣ କ'ଣ କରିବେ ନା ଏକ ନମ୍ବର ହେଲା ପ୍ରଥମେ ଆପଣ ଦେଖନ୍ତୁ ଆପଣ ଯୋଉଠି ଚାକିରି କରୁଛନ୍ତି। ମୁଁ କହୁଛି ଆପଣ ଗୋଟେ ସାଧାରଣ ହାଉସ୍ ୱାଇଫ୍ ଚାହୁଁଛନ୍ତି ଗୋଟେ କିଛି ଘରେ ଆଣିକି ବିଜନେସ୍ କରିକି ଷ୍ଟାର୍ଟ କରିବେ, କିଛି ଇନକମ୍ କରିବେ। ଆପଣ ଗୋଟେ ସାଧାରଣ ହାଉସ୍ ୱାଇଫ୍ ଘରୁ ଗୋଟେ କିଛି ବିଜନେସ୍ ଷ୍ଟାର୍ଟ କରିବେ ଆଉ ଘରୁ ଗୋଟେ ବିଜନେସ୍ ଷ୍ଟାର୍ଟ କରିବେ ଆଉ ସେଥିରୁ କିଛି ଇନକମ୍ କରିବାକୁ ଆପଣ ଚାହୁଁଛନ୍ତି। ତାହେଲେ ଆପଣ ସେଇ କ'ଣ କରିବେ ନା ଆପଣ ଯୋଉ କାମ କରୁଛନ୍ତି ସେଇ କାମରେ ଆପଣ ଲଭ୍ ଆଉ ଗ୍ରାଟିଚ୍ୟୁଡ୍ ଏନର୍ଜିକୁ ଭର୍ତ୍ତି କରିବାକୁ ପଡ଼ିବ। ଭର୍ତ୍ତି ଯେମିତି ଆମେ ଜାରରେ କି ଆଚାରରେ ଲୁଣ ଲଙ୍କା ମସଲା ଭର୍ତ୍ତି କରୁଛୁ, ଯେମିତି ଆମେ ଜାରରେ ଡାଲି ସବୁ ତେଲ ଭର୍ତ୍ତି କରୁଛୁ, ସେମିତି ଆପଣ ଯେକୌଣସି କାମ କରୁଛନ୍ତି, ଯାହା ବି କରନ୍ତୁ, ଟଏଲେଟ୍ ସଫା କରୁଛନ୍ତି, ଘର ସଜଡ଼ା କାମ କରୁଛନ୍ତି, ଆପଣ ସିଲେଇ ମେସିନ୍ ପକେଇଛନ୍ତି, ଟ୍ୟୁସନ୍ କରୁଛନ୍ତି, ଆପଣଙ୍କର ଅନଲାଇନ୍ ବିଜନେସ୍ ଅଛି, ଯୋଉ ବି କାମ ଆପଣ କରୁଛନ୍ତି, ଯୋଉଥିରୁ ଆପଣ ଏବେ ଡେଲି ଲାଇଫରେ ଯୋଉ ବି କାମ କରୁଛନ୍ତି ତାଠୁ ଆଉ ଟିକେ ଭଲ କାମ, ଭଲ କିଛି ସକ୍ସେସ୍ କାମ କରିବାକୁ ଚାହୁଁଛନ୍ତି, ତେବେ ଏବେ ଯୋଉ କାମ କରୁଛନ୍ତି ସେ କାମକୁ ଆପଣଙ୍କୁ ଗ୍ରାଟିଚ୍ୟୁଡ୍ ଲଭ୍ କରିବାକୁ ପଡ଼ିବ। କାହିଁକି ନା ଯୋଉ ପାଷ୍ଟର କାମ, ଧର ଆପଣ ଗୋଟେ କମ୍ପାନୀରେ ଅଛନ୍ତି, ସେଇ କମ୍ପାନୀରେ ଆପଣଙ୍କୁ ଦରମା ଆଉ କାମ ବେଶୀ ପଡ଼ୁଛି, ବହୁତ କାମ ପଡ଼ୁଛି, ଆଉ ଦରମା ବି କମ୍ ଦେଉଛନ୍ତି, ଆଉ ସେ ବସ୍ ବି ଆପଣଙ୍କୁ ବେଶୀ କାମ ଖଟଉଛନ୍ତି। ତାହେଲେ ଆପଣ କ'ଣ କିନ୍ତୁ ଦରମା ଆଣୁଛନ୍ତି, ସେଥିରେ ଆପଣଙ୍କ ଘର ଚଳୁଛି। ଆପଣ କ'ଣ ଘର ଆସିକି ପହଞ୍ଚିଲା ପରେ ଆପଣ କ'ଣ କରୁଛନ୍ତି ନା ସେ ଅଫିସ୍ ନାଁରେ, ସେ ବସ୍ ନାଁରେ ଏତିକି ଦରମା ଦେଉଛନ୍ତି, ଏଥିରେ ମୋତେ ବେଶୀ ଖଟଉଛନ୍ତି, ଆଉ ଆମ ବସ୍ ଭାରି ଚାଲାକ ଅଛି, ଆମ କମ୍ପାନୀ ଆଉ ଦରମା ବଢ଼ଉନି। ଏମିତିକା ଆପଣ କ'ଣ କରୁଛନ୍ତି ନା ମାନେ ନେଗେଟିଭ୍ କଥା ବା ଟକ୍ଟା ଆପଣ କରୁଛନ୍ତି। ସେ ଯୋଉଠି ଚାକିରି କରୁଛନ୍ତି, ଯିଏ ଆପଣଙ୍କୁ ପଇସା ଦେଉଛି, ଯିଏ ଆପଣଙ୍କ ଭାତ ରାନ୍ଧିକି ଆପଣଙ୍କୁ ଖାଇବାକୁ ଦେଉଛି, ଯିଏ ଆପଣଙ୍କର ଭାତ ହାଣ୍ଡି, ଆପଣ ସେଇ କମ୍ପାନୀ ବିଷୟରେ, ସେଇ ବସ୍ ବିଷୟରେ, ସେଇ ଇଏ ବିଷୟରେ ନେଗେଟିଭ୍ ଗପୁଛନ୍ତି। ତାହେଲେ କ'ଣ ହବ ନା କମ୍ପ୍ଲେନ୍, ନିନ୍ଦା, ଏଇଟା ତ ପ୍ରକୃତିର ନିୟମ, ବା କୃଷ୍ଣ ବି ତାହା କହୁଛନ୍ତି ଯେ ଗୀତାରେ ବି ଲେଖା ହେଇଛି ଯେ ମୁଁ ଯାହା ଦଉଛି ତାକୁ ଖୁସିର ସହ ଗ୍ରହଣ କର। ମୁଁ ଯାହା ଦଉଛି ତାକୁ ଖୁସିର ସହ
ଗ୍ରହଣ କର। ଯାହା ବି ମୁଁ ଦଉଛି, ଯେମିତିକା ପରିସ୍ଥିତିରେ ଅଛି ସନ୍ତୁଷ୍ଟି ରୁହ। କୃଷ୍ଣ ବି ଗୀତାରେ ସେଇଟା କହିଛନ୍ତି। ତେଣୁକରି ଆପଣ ଯଦି ଯୋଉ ଚାକିରି କରିଛନ୍ତି, ହାଉସ ୱାଇଫ ବି ଅଛନ୍ତି, ଯଦି ଚିଡଚିଡି ହଉଛନ୍ତି, ହେ ପିଲା ମତେ ହଇରାଣ କଲେ, ହେ ମୁଁ ତାଙ୍କ ପାଇଁ ମୁଁ ସକାଳୁ ଉଠିକି ରାନ୍ଧି ପାରୁନି, କିଏ ବସିକି ଏତେ ରାନ୍ଧିବ, ଟିଫିନ କର, ଏଇଟା କର, ସେଇଟା କର। ମାନେ ଯଦି ଆପଣ ଘରେ ହାଉସ ୱାଇଫ ଅଛନ୍ତି, ସେଇ କାମ ପିଲାମାନଙ୍କ ସ୍ୱାମୀଙ୍କ କାମ କରିବାରେ ବି ଆପଣ ଚିଡୁଛନ୍ତି, ମାନେ ବିରକ୍ତ ହଉଛନ୍ତି, କୋଉଥିରେ ଶାନ୍ତି ନାହାନ୍ତି, ଆଉ ସବୁବେଳେ ସେଇ କାମ ବିରୁଦ୍ଧରେ କମ୍ପ୍ଲେନ କରୁଛନ୍ତି, ନିନ୍ଦା କରୁଛନ୍ତି, ମତେ ଏ କାମ କରିବାକୁ ଭଲ ଲାଗୁନି, ସବୁବେଳେ 24 ଘଣ୍ଟା ଘର ଭିତରେ ପଶିକି ରହିଥାଏ, ଇଏ ସିଏ ଯଦି ନିନ୍ଦା କରୁଛନ୍ତି, କମ୍ପ୍ଲେନ କରୁଛନ୍ତି, ଚିଡଚିଡି ହଉଛନ୍ତି, ତାହେଲେ କଣ ହବ? ଭଗବାନ ତ କହିଛନ୍ତି ଯେ ମୁଁ ଯୋଉ ଯେମିତିକା ରଖୁଛି ସେମିତିରେ ସନ୍ତୁଷ୍ଟିର, ବା ରଣ୍ଡାବନ କହୁଛନ୍ତି। ଯଦି ରଣ୍ଡାବନ ନୁହଁ, ଇଏ 5,000 ବର୍ଷ ତଳର କଥା, ଯେ ଇଏ ହଉଛି ବହୁତ ବଡ ସିକ୍ରେଟ। ତୁମ ପାଖରେ ଯାହା ଅଛି, ତୁମେ ଯଦି ତାକୁ କୃତଜ୍ଞ ହବ, ଖୁସି ହବ, ସନ୍ତୁଷ୍ଟି ହବ, ତାହେଲେ ତୁମର ଆହୁରି ବଢି ବଢିକା ଯିବ। କିନ୍ତୁ ତୁମେ ଯଦି ତୁମ ପାଖରେ ଯାହା ଅଛି, ଯଦି ତା ପାଇଁ ତୁମେ ଖୁସି ହବନି, ସନ୍ତୁଷ୍ଟି ହବନି, ତାହେଲେ ଖାଲି କମ୍ପ୍ଲେନ ନିନ୍ଦା କରି କରି ଚାଲିବ, ତାହେଲେ ତୁମ ପାଖରେ ଯାହା ଅଛି ତାକୁ ବି ଭଗବାନ ନେଇଯିବେ। ଏଇଟା 100% ସତ କଥା। ହେଲା, ବୁଝି ହେଇଗଲା? ବୁଝି ହେଇଗଲା? କଣ କରିବେ ନା, ଆପଣ ସାଧାରଣ ଯୋଉ ଚାକିରି କରିଛନ୍ତି, ଏବେ ଯୋଉ ହାଉସ ୱାଇଫ ଅଛନ୍ତି, କି ଯାହା ବି କରୁଛନ୍ତି, ସବୁଥିରେ କୃତଜ୍ଞତା, ଧନ୍ୟବାଦ, ଆଉ ପ୍ରେମ, ଆଉ ସ୍ନେହ, ସବୁ କାମରେ ଆପଣ ଏଇ ଶକ୍ତିକୁ ଭର୍ତ୍ତି କରନ୍ତୁ। ଯେମିତି ଆଚାରରେ ତେଲ ଦେଲା ଭଳି, ସେମିତି ସବୁ କାମରେ ଆପଣ ଭଲ ପାଇବା, ଆପଣ ସବୁ କାମରେ ଆପଣ ଧନ୍ୟବାଦ, କୃତଜ୍ଞତା ଭରିବା ଆରମ୍ଭ କରିଦିଅନ୍ତୁ। ଦେଖିବେ ଆପଣ ଯୋଉ ନୂଆ କାମ ଚାହୁଁଛନ୍ତି, ଯୋଉ ବିଜନେସ ଚାହୁଁଛନ୍ତି, ଅନଲାଇନ ବିଜନେସର ଲାଭ ଚାହୁଁଛନ୍ତି, ଆଉ ଅନଲାଇନ ବିଜନେସରୁ କେମିତି ଆପଣଙ୍କ ପାଖକୁ ବହୁତ ଟଙ୍କା ଆସିବ ତାହା ଚାହୁଁଛନ୍ତି, ଧୀରେ 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 ଦେଖିବେ ଆପଣଙ୍କର ସବୁ ବାଟ ଫିଟିଯିବ, ଆଉ ଆପଣଙ୍କର ସେଇ ସେଇ ଜିନିଷ ବି ଆପଣ ଆକର୍ଷଣ କେନ୍ଦ୍ର ହେଇଯିବେ। ଆପଣ ବି ଆକର୍ଷଣ କେନ୍ଦ୍ର ହେଇଯିବେ ବ୍ରହ୍ମାଣ୍ଡର, ଆଉ ସବୁ ଭଲ ଭଲ ଜିନିଷ ବି ଆକର୍ଷଣ ହବ ଆପଣଙ୍କ ପାଖକୁ। ତାପରେ ଯଦି ବେଶୀ କିଛି ରୋଷ୍ଟ କେସ୍ ଅଛି, ଆପଣଙ୍କର ସିଚୁଏସନ ବେଶୀ ଖରାପ ଅଛି, ତେବେ ଆପଣ ସେ ସିଚୁଏସନ ପାଇଁ ହୋପନପନ ପ୍ରେୟାର ବି କରିପାରିବେ। ପରିସ୍ଥିତି ପାଇଁକି, ଯୋଉ ଚାକିରି ପାଇଁ, ଅଫିସ ପାଇଁ ବି ଆପଣ 21 ଦିନ ହୋପନପନ ପ୍ରେୟାର କରିପାରିବେ। କଲେ ବି ଆପଣଙ୍କର ସେ ପରିସ୍ଥିତି ଆପଣଙ୍କର ହିଲ୍ ହେଇଯିବ। ତା ଛଡା ଆପଣ ଆଉ କଣ କରିବେ ଚାକିରି ପାଇଁ? ତା ଛଡା ଆପଣ ଭିଜୁଆଲାଇଜ କରିପାରିବେ। ଭିଜୁଆଲାଇଜ ମାନେ ଆପଣ ଧର ଗୋଟେ ହେଡମାଷ୍ଟର ହବାକୁ ଚାହୁଁଛନ୍ତି, ଗୋଟେ ସ୍କୁଲର ହେଡମାଷ୍ଟର ହବାକୁ ଚାହୁଁଛନ୍ତି, ତାହେଲେ ସେଇଟା ଦିନରେ 2-3 ଥର ଭିଜୁଆଲାଇଜ କରିବେ, ବା କଳ୍ପନାରେ ବସିକି ଦେଖିବେ ଯେ ଆପଣ ସେ ହାଇସ୍କୁଲରେ ବସିକି ପାଠ ପଢଉଛନ୍ତି, ପଢେଇବା ଦେଖିବେ, ଆଉ ଦରମା ଆଣିକି ଆପଣଙ୍କ ଘରେ ଖର୍ଚ୍ଚ କରୁଛନ୍ତି ସେଇଟା ଦେଖିବେ। 3 ଥର 10 ମିନିଟ ଲେଖା ଆପଣ ମେଡିଟେସନ କରିବେ, ଏଇଟା କରିବେ। ଆଉ ପରିସ୍ଥିତି ଯଦି ବେଶୀ କିଛି ଇଏ ଅଛି, ତା ପାଇଁ ହୋପନପନ ପ୍ରେୟାର କରିପାରିବେ। ଆଉ ଗଭର୍ଣ୍ଣମେଣ୍ଟ ଯୋଉମାନେ ଗଭର୍ଣ୍ଣମେଣ୍ଟ ଜବ୍ କି ଭଲ ଜବ୍ କରିବାକୁ ଚାହୁଁଛନ୍ତି, ତା ପାଇଁ ବେଶୀ ପରିଶ୍ରମ କରୁଛନ୍ତି, ଆପଣ ତାଙ୍କ ପାଇଁ ଅଫର୍ମେସନ ବି କରିପାରିବେ ଯେ ମୁଁ ବହୁତ ଖୁସି, ମୁଁ ବହୁତ ସହଜରେ ମୋର ଗଭର୍ଣ୍ଣମେଣ୍ଟ ଜବ୍ ଚାକିରି ହେଇଯାଇଛି, ମୁଁ ବହୁତ ଖୁସି, ମୋର ଗଭର୍ଣ୍ଣମେଣ୍ଟ ଜବ୍ ଚାକିରି ହେଇଯାଇଛି। ଏମିତି ଅଫର୍ମେସନ ବି ଆପଣ ଲେଖିପାରିବେ। ଆପଣ ଦେଖନ୍ତୁ, ଯେତେ ପଜିଟିଭ ରହିବେ, ଯେତେ ଆପଣ ପ୍ରେଜେଣ୍ଟ ମୁମେଣ୍ଟରେ ରହିବେ, ପ୍ରେଜେଣ୍ଟ ମୁମେଣ୍ଟରେ ମାନେ ଏବେ ମୁଁ ଯୋଉ ହାଉସ ୱାଇଫ, ମୁଁ ଯଦି ବାସନ ମାଜୁଛି, ମୁଁ ସେ ବାସନ ମଜାଟା ବି ମୁଁ ଖୁସିରେ କରିବି, ପ୍ରେମରେ କରିବି, କୃତଜ୍ଞତାରେ ସହ କରିବି। ମତେ ପ୍ରଭୁ ଏତେ ସୁନ୍ଦର ମତେ ହାତ ଦେଇଛନ୍ତି, ମୁଁ ମୋ ଘରର ବାସନ ମାଜି ପାରୁଛି, ଥ୍ୟାଙ୍କ ୟୁ। ମାନେ ସବୁଥିରେ ଆପଣ ପ୍ରେମ ଆଉ କୃତଜ୍ଞତାର ଶକ୍ତି ଭରିବେ। ତାହେଲେ ଆପଣ ଦେଖିବେ, ଧୀରେ ଧୀରେ ଦେଖିବେ, ଅଳ୍ପ ଦିନ ଭିତରେ, ଗୋଟେ ସପ୍ତାହ ଭିତରେ ଦେଖିବେ ଆପଣଙ୍କର ଲାଇଫ ପରିବର୍ତ୍ତନ ହବାରେ ଲାଗିବ। ଆଉ ଆପଣ ଯୋଉ ଜବ୍ ପାଇଁ, ଯାହା ପାଇଁ ଆପଣ ଚେଷ୍ଟା କରୁଛନ୍ତି, ସେ ନିଶ୍ଚିନ୍ତ ଭାବରେ ଆପଣଙ୍କ ପାଖକୁ ଆସିବ। ଥ୍ୟାଙ୍କ ୟୁ ସୋ ମଚ୍। ଆପଣ ନୂଆ ଜବ୍ ପାଆନ୍ତୁ। କୋଉମାନେ ନୂଆ ଜବ୍ ପାଇଁ ମୋର ଏଇ ପ୍ରାକ୍ଟିସ୍ କରୁଛନ୍ତି, କୋଉମାନେ ନୂଆ ଜବ୍ ପାଇଁ ପ୍ରୟାସ କରୁଛନ୍ତି, ମତେ କମେଣ୍ଟ ବକ୍ସରେ ନିଶ୍ଚୟ
ଜଣେଇବେ। ଥ୍ୟାଙ୍କ ୟୁ ସୋ ମଚ୍। ଗଡ୍ ବ୍ଲେସ୍ ୟୁ। ଆଉ ଯଦି ଅଧିକା କିଛି ଶିଖିବାକୁ ଚାହୁଁଛନ୍ତି, ମୋର ପର୍ସନାଲ ଗାଇଡାନ୍ସ ଚାହୁଁଛନ୍ତି, ତେବେ ମୋର ପର୍ସନାଲ ସେସନ୍ ଆପଣ ନେଇପାରିବେ। ଏନି ସିଚୁଏସନ୍ ପାଇଁ ସବୁ ଜିନିଷ ସଲ୍ଭ ହେଇପାରିବ ଅଫର୍ମେସନ୍, ମେଡିଟେସନ୍, ଗ୍ରାଟିଚ୍ୟୁଡ୍ ମାଧ୍ୟମରେ। ଆପଣ ପର୍ସନାଲ ଯଦି କୌଣସି କିଛି ଜିନିଷ ଅଛି ସମାଧାନ କରିବାରେ, ତାହେଲେ ମୋ ନମ୍ବର ହେଲା 9108714631। ମୋ ନମ୍ବର ହେଲା 9108714631। ଏଇ ନମ୍ବରରେ ଆପଣ ଓନ୍ଲି ମେସେଜ କରିବେ, ଓନ୍ଲି ମେସେଜ କରିବେ। ଆପଣ ସେସନ୍ ବୁକିଂ କରିକି ମୋର ସେସନ୍ ନେଇପାରିବେ। ଥ୍ୟାଙ୍କ ୟୁ ସୋ ମଚ୍। ଗଡ୍ ବ୍ଲେସ୍ ୟୁ। ଗଡ୍ ବ୍ଲେସ୍ ୟୁ।